ଆଜିର ଏହି ଭିଡ଼ିଓରେ ଆମେ ଆଲୋଚନା କରିବା ଯାହାର ବିଷୟ ହେଉଛି NPCI DBT ପ୍ରକ୍ରିୟା DBT ଅଥବା ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର। ଏହା ଆଧାରିତ ଲାଭ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟକୁ ସିଧା ସେ ଟଙ୍କା ପହଞ୍ଚିବା। ଏଥିରେ ଆପଣଙ୍କର NPCI ଏକ ମୁଖ୍ୟ ଭୂମିକା ପାଳନ କରେ। ତେବେ ଚାଲନ୍ତୁ ବିନା ଟାଇମ୍ ୱେଷ୍ଟ ନ କରି ଆରମ୍ଭ କରିବା DBT ପ୍ରକ୍ରିୟା। ଏହି ଚ୍ୟାନେଲରେ ପ୍ରତିଦିନ ଇନଫର୍ମେଟିଭ ଭିଡ଼ିଓ ଦେଖିବାକୁ ପାଇବେ, ତେଣୁ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ତେବେ ଚାଲନ୍ତୁ ଜାଣିବା ଆଜିକା ଇନଫର୍ମେଟିଭ ଭିଡ଼ିଓ ବିଷୟରେ। ଆଗରୁ କ'ଣ ହେଉଥିଲା କି ଆପଣ NPCIରେ କେବଳ 10ଟି ବ୍ୟାଙ୍କ DBT କରିପାରୁଥିଲେ, କିନ୍ତୁ ଏବେ ନୂଆ ଅପଡେଟ୍ ଆସିଯାଇଛି, ଯେମିତିକି ଥମ୍ବନେଲ୍ ଏବଂ ଆଗକୁ ମଧ୍ୟ ଦେଖିପାରିବେ। ତେଣୁ ଭିଡ଼ିଓକୁ ସ୍କିପ୍ ନକରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ସେଥିପାଇଁ ଆପଣଙ୍କ ଫୋନର ଯେକୌଣସି ବ୍ରାଉଜରକୁ ଓପେନ୍ କରନ୍ତୁ। ସର୍ଚ୍ଚ ବାରେ ସର୍ଚ୍ଚ କରନ୍ତୁ NPCI.org.in। ସର୍ଚ୍ଚ କରିସାରିଲା ପରେ ଫାର୍ଷ୍ଟ ଲିଙ୍କରେ କ୍ଲିକ୍ କରନ୍ତୁ। କ୍ଲିକ୍ କରିସାରିଲା ପରେ ଦେନ୍ କନଜ୍ୟୁମର ଅପସନ୍ ପାଇବେ, କ୍ଲିକ୍ କରନ୍ତୁ। କ୍ଲିକ୍ କରିସାରିଲା ପରେ ତଳେ ଗୋଟେ ଅପସନ୍ ପାଇବେ ଭାରତ ଆଧାର ସିଡିଂ ଏନାବୁଲ୍ ବା ବେସ୍ ଅପସନ୍, ସେଥିରେ କ୍ଲିକ୍ କରନ୍ତୁ। ଦେଖିପାରିବେ ଉପରେ ଆପଣଙ୍କୁ ଟାଇମ୍ ଶୋ ହେଉଛି। ଆପଣଙ୍କୁ 8 ମିନିଟ୍ ଟାଇମ୍ ମିଳିବ। ସେଇ ଟାଇମ୍ ଭିତରେ ଆପଣଙ୍କୁ ସବୁ କିଛି କାମ କରିବା ପାଇଁ ପଡ଼ିବ। ଦେଖିପାରିବେ ବହୁତ କିଛି ଅପସନ୍ ଅଛି, ଯେମିତିକି ଆଧାର ସିଡିଂ, ଡିସିଡିଂ, ଆକାଉଣ୍ଟ ଡିଟେଲ୍ସ, ଆଧାର ମ୍ୟାପ୍ ଷ୍ଟାଟସ୍, ଆଧାର ମ୍ୟାପିଂ ହିଷ୍ଟ୍ରି ଏବଂ ରିକ୍ୱେଷ୍ଟ ଷ୍ଟାଟସ୍ ଚେକ୍। ଆପଣଙ୍କର ଆଧାର ସହ ବ୍ୟାଙ୍କ DBT ଅଛି କି ନାହିଁ ଆପଣ ଆଧାର ମ୍ୟାପ୍ ଷ୍ଟାଟସ୍ରେ କ୍ଲିକ୍ କରି ଦେଖିପାରିବେ। ବର୍ତ୍ତମାନ ଆମେ ଆଧାର ସିଡିଂ କରୁଛୁ, ତେଣୁ ଆଧାର ସିଡିଂ ଡିସିଡିଂରେ କ୍ଲିକ୍ କରନ୍ତୁ। ଦେଖିପାରିବେ ଏଠାରେ ଆପଣଙ୍କୁ ଏମିତି କିଛି ସବୁ ଅପସନ୍ ଆସିଯିବ। ପ୍ରଥମରେ ଅଛି ଏଣ୍ଟର ୟୋର ଆଧାର। ଆପଣଙ୍କର 12 ଡିଜିଟ୍ ଆଧାର ନମ୍ବର ଏହି ବକ୍ସରେ 4ଟି, ଏହି ବକ୍ସରେ 4ଟି, ଏହି ବକ୍ସରେ 4ଟି, 3ଟି ବକ୍ସରେ ଫିଲ୍ କରନ୍ତୁ। ତାପରେ ରିକ୍ୱେଷ୍ଟ ଫର ଆଧାରରେ ସିଡିଂ ଏବଂ ଡିସିଡିଂ ଅପସନ୍ ଅଛି। ଯେହେତୁ ଆମେ ସିଡିଂ କରୁଛୁ, ତେଣୁ ସିଡିଂରେ ହିଁ କ୍ଲିକ୍ କରନ୍ତୁ। ତାପରେ ସିଲେକ୍ଟ ୟୋର ବ୍ୟାଙ୍କରେ ଆପଣଙ୍କୁ ଏଥିରେ ଦେଖିପାରିବେ ବହୁତ କିଛି ବ୍ୟାଙ୍କ ଆସିଯାଇଛି। ଆଗରୁ 10ଟି ବ୍ୟାଙ୍କ ଥିଲା, ବର୍ତ୍ତମାନ ବହୁତ କିଛି ବ୍ୟାଙ୍କ ଯୋଡ଼ି ହୋଇଯାଇଛି। ଯେମିତିକି ଦେଖିପାରୁଥିବେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆସିଯାଇଛି। କହିବାକୁ ଗଲେ ଏହି ବ୍ୟାଙ୍କରେ ଆକାଉଣ୍ଟ ହୋଲ୍ଡର ବେଶୀ ଥିଲେ, ତେଣୁ ଏବେ କୁଆଡ଼େ ଯିବା ପାଇଁ ପଡ଼ିବନି, ଘରେ ବସି ଏହି ଦ୍ୱାରା କରିପାରିବେ। ତାପରେ ଅଛି ସିଡିଂ ଟାଇପ୍। ଦେଖିପାରିବେ ପ୍ରଥମରେ ଅଛି ଫ୍ରେଶ୍ ସିଡିଂ। ଯଦି ଆପଣଙ୍କ ଆକାଉଣ୍ଟରେ କୌଣସି ବ୍ୟାଙ୍କ DBT ନାହିଁ, ତେବେ ଫ୍ରେଶ୍ ସିଡିଂରେ କ୍ଲିକ୍ କରନ୍ତୁ। ତାପରେ ମୁଭମେଣ୍ଟ ସେମ୍ ବ୍ୟାଙ୍କ ୱିଥ୍ ଅନଦର ବ୍ୟାଙ୍କ ରହିଛି। ଯଦି ଆପଣଙ୍କର ଗୋଟିଏ ବ୍ୟାଙ୍କରେ 2ଟି ଆକାଉଣ୍ଟ ଅଛି, ତେବେ ଗୋଟିଏରୁ ଆଉ ଗୋଟିଏକୁ DBT କରିବାକୁ ଚାହୁଁଛନ୍ତି, ତେବେ ଏହି ଅପସନରେ କ୍ଲିକ୍ କରନ୍ତୁ। ତାପରେ ଅଛି ମୁଭମେଣ୍ଟ ଫ୍ରମ୍ ୱାନ୍ ବ୍ୟାଙ୍କ ଟୁ ଅନଦର ବ୍ୟାଙ୍କ ରହିଛି। ଯଦି ଆପଣଙ୍କର ଗୋଟିଏ ବ୍ୟାଙ୍କରେ ଖାତା ଅଛି ତେଣୁ ଆଉ ଗୋଟେ ବ୍ୟାଙ୍କକୁ DBT କରିବାକୁ ଚାହୁଁଛନ୍ତି, ତେବେ ଏହି ଅପସନକୁ କ୍ଲିକ୍ କରନ୍ତୁ। ତାପରେ ଆକାଉଣ୍ଟ ନମ୍ବର ରହିଛି। ଯେଉଁ ବ୍ୟାଙ୍କ DBT କରିବାକୁ ଚାହୁଁଛନ୍ତି, ସେହି ବ୍ୟାଙ୍କର ଏଠାରେ ଆକାଉଣ୍ଟ ନମ୍ବର ଫିଲ୍ କରନ୍ତୁ। ତାପରେ କନଫର୍ମ ଆକାଉଣ୍ଟ ନମ୍ବରରେ ସେହି ବ୍ୟାଙ୍କର ଆକାଉଣ୍ଟ ନମ୍ବରକୁ ପୁଣି ଥରେ ଫିଲ୍ କରନ୍ତୁ। ତାପରେ ଏହି ବକ୍ସରେ କ୍ଲିକ୍ କରନ୍ତୁ। କ୍ଲିକ୍ କରିସାରିଲା ପରେ ଏହି କ୍ୟାପଚାକୁ ଏଠାରେ ଫିଲ୍ କରନ୍ତୁ। ଦେନ୍ ସବମିଟ୍ରେ କ୍ଲିକ୍ କରନ୍ତୁ। ତାପରେ ଆପଣ ଏମିତି ଟର୍ମ ଆଣ୍ଡ କଣ୍ଡିସନ୍ ପାଇବେ। ତଳକୁ ସ୍କ୍ରୋଲ୍ କରି ଆପଣ ଚାହିଁଲେ ଏହାକୁ ରିଡ୍ କରିପାରିବେ। ତାପରେ ତଳେ ଏଗ୍ରି ଆଣ୍ଡ କଣ୍ଟିନ୍ୟୁରେ କ୍ଲିକ୍ କରନ୍ତୁ। ତାପରେ ଆପଣଙ୍କର ଆଧାରରେ ଲିଙ୍କ ଥିବା ମୋବାଇଲ ନମ୍ବରରେ OTP ଯାଇଥିବ, ତାହା ମଧ୍ୟ 6 ଡିଜିଟ୍ର। ସେହି OTPକୁ ଏଠାରେ ଫିଲ୍ କରନ୍ତୁ। ତାପରେ କନଫର୍ମରେ କ୍ଲିକ୍ କରନ୍ତୁ। କିଛି ଟାଇମ୍ ଲୋଡ଼ିଂ ହୋଇସାରିଲା ପରେ କନଫର୍ମରେ କ୍ଲିକ୍ କରନ୍ତୁ। ଦେଖିପାରିବେ ଏଇଭଳି ଆପଣଙ୍କର ପ୍ରୋଗ୍ରେସ୍ ହେବ। କିଛି ଲୋକଙ୍କର ଏହି ପ୍ରୋଗ୍ରେସଟି ମଧ୍ୟ ହୁଏ ନାହିଁ, ଫେଲ୍ଡ ହୋଇଯାଏ। ତ ଚିନ୍ତା କରନ୍ତୁ ନାହିଁ, କିଛି ଟାଇମ୍ ପରେ ମଧ୍ୟ ଏମିତି ପ୍ରୋଗ୍ରେସ୍ କରନ୍ତୁ। ଦେଖିପାରିବେ ଏଇଭଳି ପ୍ରୋଗ୍ରେସ୍ ହୋଇସାରିଲା ପରେ ଆପଣଙ୍କ ଆଧାର ବ୍ୟାଙ୍କ DBT ସକ୍ସେସ୍ ହୋଇଯିବ। ତଥାପି ଯଦି ଆପଣ ଡାଉଟ୍ରେ ଅଛନ୍ତି DBT ହେଇଛି କି ନାହିଁ, ସାଇଟ୍ର ଅପସନ୍ ଅଛି ଆଧାର ମ୍ୟାପ୍ ଷ୍ଟାଟସ୍, ତାହାରି ଉପରେ କ୍ଲିକ୍ କରନ୍ତୁ। ପ୍ରଥମେ ଆପଣଙ୍କର 12 ଡିଜିଟ୍ର ଆଧାର ନମ୍ବର ଏହି ବକ୍ସ ଭିତରେ ଫିଲ୍ କରନ୍ତୁ। ତାପରେ ଏହି କ୍ୟାପଚାକୁ ଏଠାରେ ଫିଲ୍ କରନ୍ତୁ। ତାପରେ ଚେକ୍ ଷ୍ଟାଟସ୍ ଉପରେ କ୍ଲିକ୍ କରନ୍ତୁ। ତାପରେ ଆପଣଙ୍କ ଆଧାରରେ ଲିଙ୍କ ଥିବା ମୋବାଇଲ ନମ୍ବର OTP ଯାଇଥିବ, ସେହି OTPକୁ ଏଠାରେ ଫିଲ୍ କରନ୍ତୁ। ତାପରେ କନଫର୍ମରେ କ୍ଲିକ୍ କରନ୍ତୁ। କନଫର୍ମ କରିସାରିଲା ପରେ ଆପଣ ଦେଖିପାରିବେ ଆପଣଙ୍କର ଆଧାର ମ୍ୟାପ୍ ଷ୍ଟାଟସ୍। ଦେଖିପାରିବେ ବର୍ତ୍ତମାନ DBT ଥିବା ବ୍ୟାଙ୍କର ନାମ ଏବଂ ଏଠାରେ ଦେଖିପାରିବେ କେଉଁ ଡେଟ୍ରେ DBT ହେଇଥିଲା। ଏମିତି ବହୁତ କିଛି ଏରର୍ ଆସିବ, ତେଣୁ ପୁନର୍ବାର ଚେଷ୍ଟା କରନ୍ତୁ। ଏହିଭଳି ଭାବେ ଆପଣଙ୍କର ଆଧାର ଏବଂ ବ୍ୟାଙ୍କ DBT କରନ୍ତୁ।